ଆମର ବଡ଼ମାନେ ଆମକୁ କୁହନ୍ତି ଯେ ତମେ ଅନ୍ୟମାନଙ୍କୁ କିଛି ଭାଷଣ ଦେବା ପୂର୍ବରୁ ନିଜ ଜୀବନରେ ସେଇ ଭାଷଣ ସେଇ ନୀତି ଶିକ୍ଷାଟା ଲଗେଇକି ଦେଖିବ, ଆପ୍ଲାଏ କରିକି ଦେଖିବ। ତାପରେ ତମେ ଅନ୍ୟମାନଙ୍କୁ ସେଇ କଥାଟା ସେଇ ନୀତି ଶିକ୍ଷାଟା ଦେବା ପାଇଁ ଚେଷ୍ଟା କରିବ। କହିବାର ମାନେ କିଛି ଦିନ ପୂର୍ବରୁ ମୋର ଜଣେ ବହୁତ କ୍ଲୋଜ୍ ରିଲେସନ୍ରେ ସିଏ ଲୋକ ଜଣକ ତାଙ୍କର ଚୁଟି ଝଡ଼ୁଥିଲା, ଆଉ ସେଥିପାଇଁ ସିଏ ସବୁବେଳେ ଚିନ୍ତାରେ ରୁହନ୍ତି। ତ ସିଏ କ'ଣ କଲେ, ହେୟାର ଟ୍ରାନ୍ସପ୍ଲାଣ୍ଟ କରିଦେଲେ। ମୁଁ ଭାବୁଥିଲି ଯେ ହେୟାର ଟ୍ରାନ୍ସପ୍ଲାଣ୍ଟ କରିବା କ'ଣ ଦରକାର, ଚୁଟି ଏମିତି କେଉଁ ଗୋଟେ ଜିନିଷ ତ ନୁହେଁ ଯେ ଚୁଟି ଚାଲିଗଲେ ତମେ ଚଳିବା ବନ୍ଦ ହେଇଯିବ, ତୁମର ଜୀବନ ବଞ୍ଚିବା ବନ୍ଦ ହେଇଯିବ। ତ ଚୁଟି ନେଇକି ଆମେ ଚିନ୍ତା କରିବା କଥା ନୁହେଁ, ମୁଁ ଏମିତି ଭାବୁଥିଲି। କିନ୍ତୁ ସେଇ ଚୁଟି ଝଡ଼ା ଯେତେବେଳେ ମୋ ଜୀବନରେ ହେଲା ବର୍ତ୍ତମାନ, ତ ମୋତେ ନିଜକୁ ହେଉଛି ଚିନ୍ତା ଲାଗିଛି। ମୁଁ ଭାବୁଛି ମୋତେ ବି ଟ୍ରାନ୍ସପ୍ଲାଣ୍ଟ କରତେ ହେବ, ହେୟାର ଟ୍ରାନ୍ସପ୍ଲାଣ୍ଟ କରିବାକୁ ହେବ। ତ କହିବାର ମାନେ ଅନ୍ୟମାନଙ୍କୁ ଭାଷଣ ଦେଇଦେବା ବହୁତ ସହଜ। ନିଜ ଜୀବନରେ ଯେତେବେଳେ ସେଇ ଜିନିଷଟା ସେଇ ଭଳିଆ ସିଚୁଏସନ୍ ଆସିବ, ଆମେ ସେଇଠୁ ରିଏଲାଇଜ୍ କରନ୍ତି ଯେ ହଁ ଆକ୍ଚୁଆଲି ତା ଜୀବନରେ ଯେଉଁଟା ଘଟୁଥିଲା ସେଇଟା ଛୋଟିଆ ଜିନିଷ ନଥିଲା, ଆଉ ବୋଧେ ସେଥିପାଇଁ ମୋତେ ବି ଏଟା ଏମିତି ବାଧୁଛି। ତ କୌଣସି ବି ନୀତି ଶିକ୍ଷା ଆମେ କେଉଁ ଲୋକକୁ ଦେବା ପୂର୍ବରୁ ଆମେ ନିଜ ଜୀବନରେ ସେଇଟା ଆପ୍ଲାଏ କରିକି ଦେଖିବା ଦରକାର ଯେ ସେଇଟା ଆକ୍ଚୁଆଲି ସେତେ ଆପ୍ଲିକେବଲ୍, ସେତେ ନିଜ ଜୀବନରେ ଉତାରି ହେଉଛି କି ନାହିଁ। ତାପରେ ଆମେ ଅନ୍ୟ ଲୋକମାନଙ୍କୁ ସେଇ କଥାଟା କହିଲେ ଭଲ ହେବ। ଇଏ ଗଲା ପଏଣ୍ଟ ନମ୍ବର 1। ପଏଣ୍ଟ ନମ୍ବର 2, ଆଜିକାର ହାଲଚାଲ ଦୁନିଆର ସତ କଥା କହିବାକୁ ଗଲେ ମୁଁ କହୁଥିଲି ଯେମିତି ପରିସ୍ଥିତି ବହୁତ ଦିନକୁ ଦିନ ଖରାପ ହେଇ ଚାଲିଛି, ଇନଫ୍ଲେସନ୍ ବଢ଼ି ବଢ଼ି ଚାଲିଛି, ଜିନିଷର ଦାମ ବଢ଼ି ବଢ଼ି ଚାଲିଛି। କିଛି ଦିନ ପୂର୍ବରୁ ଯେତେବେଳେ କରୋନା ହେଲା ତ ସେତେ ଦୋକାନ ବଜାର ଏଠି ଏତେ ନଥିଲା। ତାପରେ ଯେତେବେଳେ କରୋନା ହେଲା ଲୋକମାନେ ନିଜର ଯେତେବେଳେ ଜୀବିକା ହରାଇଦେଲେ, ସେମାନେ ଏଇଠି ଆମ ଏଇ ଯେଉଁ ଏରିଆରେ ଖଇରା ବୋଲି ଜାଗାଟା, ତ ସେଇଠି ଆସିକି ନିଜର ଦୋକାନ ବସାଇଛନ୍ତି। ଚାରିଆଡ଼େ ଗୋଟେ ସବୁ ନିଜର ଦୋକାନ ବସାଇଛନ୍ତି। ତ ଫେର୍ ଯେତେବେଳେ ବର୍ତ୍ତମାନ AI ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯେତେବେଳେ ନିଜର ପ୍ରଭାବ ବିସ୍ତାର କରୁଛି, ସେଥିପାଇଁ ଯେଉଁମାନେ ଚାକିରି ହରାଉଛନ୍ତି ସେମାନେ ଆସିକି ଫେର୍ ଆହୁରି ଦୋକାନ କରୁଛନ୍ତି। ମାନେ ଦୋକାନ ଉପରେ ଦୋକାନ, ମାର୍କେଟ ସାଇଜ୍ ଧୀରେ ଧୀରେ ବଢ଼ି ବଢ଼ି ଚାଲିଛି। କିନ୍ତୁ ସେଇ ଅନୁସାରେ ଆମର ଲୋକମାନଙ୍କର ମାନେ ଚାକିରି ପାଇଁ ଯେଉଁ ପୋଷ୍ଟ ମିଳୁନାହିଁ, ପୋଷ୍ଟ କମି କମି ଚାଲିଛି। ସରକାର ଚାକିରି କାଢ଼ୁନାହିଁ, କମ୍ କାଢ଼ୁଛି। ତ ଧୀରେ ଧୀରେ ବେକାରୀ ସମସ୍ୟା ବଢ଼ି ବଢ଼ି ଚାଲିଛି, ପଭର୍ଟି ବଢ଼ି ବଢ଼ି ଚାଲିଛି, ପଇସା କମି ଚାଲିଛି, ଲୋକମାନଙ୍କର ଡିମାଣ୍ଡ ବଢ଼ି ବଢ଼ି ଚାଲିଛି, ପପୁଲେସନ୍ ଜନସଂଖ୍ୟା ବଢ଼ି ବଢ଼ି ଚାଲିଛି। ଯେତିକି ସବୁ ପ୍ରୋବ୍ଲେମ୍ ବଢ଼ୁଛି, ସଲ୍ୟୁସନ୍ ବଢ଼ିବାର ନାଁ ନାହିଁ। ସଲ୍ୟୁସନ୍ ଖାଲି କମୁଛି, ପ୍ରୋବ୍ଲେମ୍ ବଢ଼ୁଛି। ଏଇଭଳିଆ ସିଚୁଏସନ୍, ଏଇଭଳିଆ କଣ୍ଡିସନ୍ରେ ମଣିଷ କ'ଣ କରିବ ଆଗକୁ ଜଣା। ଏବେ ଯାଏଁ ତ କଥା ଏତିକି ଅଛି, ଦେଖାଯାଉ ଆଗକୁ କ'ଣ ହେଉଛି।